ମୁଁ ଲାଲମୋହନ ମିଶ୍ର ଦେବୋତ୍ତର ବିଭାଗର ମୁଁ ବର୍ତ୍ତମାନ ସଦସ୍ୟ ଅଛି। ଆଗରୁ ସଭାପତି ଥିଲି ଆମର ଉପଦେଷ୍ଟା କମିଟି ଯୋଉ ରହେ ଦେବୋତ୍ତର ବିଭାଗର। କୃଷ୍ଣଚନ୍ଦ୍ର ଦାସ ସିଏ ଆମର ଦେବୋତ୍ତର ବିଭାଗର ବରିଷ୍ଠ କିରାଣୀ ରୂପରେ କାମ କରୁଥିଲେ। ଆଜିକୁ ସିଏ ପ୍ରାୟ 40 ବର୍ଷ ହବ ଦେବୋତ୍ତର ବିଭାଗର ସମସ୍ତ ମନ୍ଦିରର ଠିକ ଭାବରେ ସୁପରିଚାଳନା କରୁଥିଲେ। ଆଉ ତାଙ୍କର ଭଳିଆ କର୍ମସ୍ଥ ଆଉ ଆମର ଯୋଉ ମନ୍ଦିର ମାନଙ୍କର ବିଷୟରେ ଯୋଉ ଯେତିକି ଧାରଣା ହୁଏତ ଆମର କୋରାପୁଟ ଜିଲ୍ଲାର ଆଉ କିଏ ସେତିକି ଧାରଣା ସାଙ୍ଗରେ ନଥାଇପାରେ। କୋଉ ଦିନ କୋଉ ନୀତିକାନ୍ତି ହବ, କଣ ହବ, କେମିତି ହବ, ଦେବୋତ୍ତର ବିଭାଗର ଯୋଉ ଆମର ରଥଯାତ୍ରାଠୁ ଆରମ୍ଭ କରିକି ଦଶହରା ପୂଜା ପର୍ଯ୍ୟନ୍ତ ଆଉ ପ୍ରତି ନୀତିଦିନିଆ କାର୍ଯ୍ୟ ପଦ୍ଧତି ମନ୍ଦିର ମାନଙ୍କର ଯେତିକି ଅଛି ସବୁ ଯାକର ବିଷୟରେ ତାଙ୍କର ଯୋଉ ଅଭିଜ୍ଞତା ଥିଲା ଆଉ ସେ ଅଭିଜ୍ଞତା ସାଙ୍ଗରେ ସେ ଯୋଉ ତାଙ୍କର ଯୋଉ ଜ୍ଞାନ ଥିଲା, ଆମର ହିନ୍ଦୁ ଧର୍ମର ଯୋଉ ଜ୍ଞାନ ଅଛି, ସନାତନ ଧର୍ମର ଜ୍ଞାନ ଅଛି, ସେ ମନ୍ଦିର ମାନଙ୍କର ନୀତିକାନ୍ତି ଉପରେ ତାଙ୍କର ଯୋଉ ଜ୍ଞାନ, ସବୁଠୁ ମୂଳ କଥା ହେଲା ଯେତିକି ଆମର ସେବାୟତ ମାନେ ମଧ୍ୟ ଅଛନ୍ତି ସେତିକି ସେବାୟତ ମାନେ ମଧ୍ୟ ତାଙ୍କୁ ନିଜର ଗୁରୁ ଭଳିଆ ମାନୁଥିଲେ। ଆମମାନେ ତାଙ୍କର ପାଖରେ ମୁଁ ତାଙ୍କର ସହିତ ସଂଶ୍ଳିଷ୍ଟ ହେଇକିରି ଆଜିକି 6-7 ବର୍ଷ ହବ କ୍ଲୋଜଲି ସଂଶ୍ଳିଷ୍ଟ। ସେ ଆଗରୁ ଘରେ ଆମର ପୁରୋହିତ ହିସାବରେ ଆସୁଥିଲେ, କିନ୍ତୁ ଦେବୋତ୍ତର ସାଙ୍ଗରେ ମୁଁ ଯେବେଠୁ ଜଡ଼ିତ ହେଲି ଆମକୁ ଆଉ ଉପଦେଶ ଦେବାକୁ କିଛି ପଡୁନଥିଲା। ଆମେ ତାଙ୍କଠୁ ଉପଦେଶ ନେଉଥିଲୁ। ସିଏ ହୁଏତ ନଥିଲେ ଆମର ଦେବୋତ୍ତର ବିଭାଗ ଆଜିକି 10 ବର୍ଷ ତଳେ ଶୋଇ ପଡ଼ିଥାନ୍ତା। କିନ୍ତୁ ତାଙ୍କର ଯୋଉ ସକାଳ 7ଟାରୁ ଆରମ୍ଭ କରି ରାତି 10ଟା ପର୍ଯ୍ୟନ୍ତ ସେ ଦେବୋତ୍ତର କାର୍ଯ୍ୟାଳୟରେ ରହିକିରି ନିଜର କାର୍ଯ୍ୟ ସମ୍ପାଦନ କରୁଥିଲେ। ଟଙ୍କାଠୁ ଆରମ୍ଭ କରିକିରି ନୀତିକାନ୍ତିଠୁ ଆରମ୍ଭ କରି ପ୍ରତ୍ୟେକ ମନ୍ଦିରରେ କଣ ଜିନିଷ କେତେବେଳେ ପହଞ୍ଚିବ, କେମିତି ପହଞ୍ଚିବ, ସବୁର ସୁବ୍ୟବସ୍ଥା ସେ କରିପାରୁଥିଲେ। କେମିତି ୟାଙ୍କର ଦେହାନ୍ତ ହେଲା? ତାଙ୍କର ଦେହାନ୍ତ ଆମର ତ ଏବେ ଆପଣମାନେ ସମସ୍ତେ ଜାଣିଥିବେ ଯେ ଶିବରାତ୍ର ଆମର ଥିଲା। ତାଙ୍କର ଟିକେ ଆସ୍ଥମା ପ୍ରୋବ୍ଲେମ ଥିଲା। ଆଗରୁ ଆସ୍ଥମା ଥିଲା, ଟିକେ ଲଂସର ଟିକେ ପ୍ରୋବ୍ଲେମ ଥିଲା। ଶିବରାତ୍ରରେ ଆମର ଗୁପ୍ତେଶ୍ୱର ପୀଠରେ ସେ 3 ଦିନ ପୁରା ରହିଲେ। ଯୋଉ ପାହାଚ ଚଢା ଉତରା, ସେ ଗହଳି, ଆସ୍ଥମା ପେସେଣ୍ଟକୁ ଗହଳି ଭିତରେ ଧୂଳି ଧୂସର ହେଇକିରି ତଥାପି ସେ ହାଲିଆ ହେଇଯାଇନାହାନ୍ତି। ପୁରା କାମ ସରେଇଲେ। ପରଦିନ ରାତି ଆସିଲା ପରେ ମଧ୍ୟ ଭଲ ଥିଲେ, କିନ୍ତୁ କାଲି ଟିକେ ଅସ୍ୱସ୍ତିକର ଫିଲ୍ କଲେ। ରାତି ଖାଇନାହାନ୍ତି ବୋଲି ତାଙ୍କ ପୁଅକୁ ଯାହା କହୁଥିଲେ, ରାତି ଖାଇନଥିଲେ। ଆଉ ସକାଳୁ ସେ ଉଠିଲେ, ଉଠିକିରି ବସିକି ଚା ଫା ପିଇଲେ। ତାପରେ ଟିକେ ଛାତି କଣ ଲାଗୁଛି ବୋଲି କହିଲା ପରେ ସାଙ୍ଗେ ସାଙ୍ଗେ ତାଙ୍କୁ ମେଡିକାଲକୁ ଆଣିକି ପହଞ୍ଚିଲା ଭିତରେ ସେ ଆଉ ନାହାନ୍ତି, ଆମକୁ ଛାଡିକି ସେ ପଳେଇଛନ୍ତି। ନିଶ୍ଚିତ ଭାବରେ ଜୟପୁର ପାଇଁ ଗୋଟେ ଅପୂରଣୀୟ କ୍ଷତି ଏଇଟା। ଆଉ ଆମର ଯୋଉ ସେବାୟତ ମାନଙ୍କର ପାଇଁ ତ କେତେ ପୁରୋହିତ ଅଛନ୍ତି, ପୂଜାରୀ ଅଛନ୍ତି, କିନ୍ତୁ ସିଏ ସେମାନଙ୍କୁ ଗାଇଡ କରୁଥିଲେ ଯେ ଆଜି ଇ ପୂଜା ହବ, କାଲିକି ସେ ପୂଜା ହବ, ଇ ନୀତିକାନ୍ତିରେ ହବ। ପ୍ରତ୍ୟେକ ଜିନିଷ ସିଏ ହିଁ ସମସ୍ତଙ୍କୁ ଉପଦେଶ ଦଉଥିଲେ। ଆମେ ସେମିତି କୃଷ୍ଣଚନ୍ଦ୍ର ଦାସଙ୍କ ଭଳିଆ ଲୋକ ହୁଏତ ଆଉ ପାଇପାରିବୁ ନାହିଁ ଆମର ଏଇ ଜୟପୁର ଦେବୋତ୍ତର ବିଭାଗ ପାଇଁ।